ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ ବାଗଡିହିଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କିରମିରା ମଣ୍ଡଳ ନୂତନ ସଭାପତି ଭାବରେ ଉଦ୍ଧବ ସିଂ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ବ୍ଲକ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ବିଜେପି ନେତା ବାବୁଲାଲ କିଷାନଙ୍କ ସଭାପତିତ୍ୱରେ ଆୟୋଜିତ କରାଯାଇଥିଲା, ଯେଉଁଥିରେ ବ୍ଲକ ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ ମୁଖ୍ୟ ଅତିଥି, ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, କିରମିରା ସରପଞ୍ଚ ସନ୍ତୋଷିନୀ ପଟେଲ, ଝାରମୁଣ୍ଡା ସମିତି ସଭ୍ୟା ତୁରାବତୀ ପ୍ରଧାନ, ବ୍ଲକର ପୂର୍ବତନ ଅଧ୍ୟକ୍ଷ ତେଜରାଜ ସାହୁ, ପୂର୍ବତନ ମଣ୍ଡଳ ବିଜେପି ସଭାପତି ବିଜୟ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନୂତନ ସଭାପତିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ବ୍ଲକର ବରିଷ୍ଠ ନାଗରିକ ଓ ବିଜେପି କର୍ମୀମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ବ୍ଲକ ବିଜେପି ଉପସଭାପତି ଅମିତ ରଣା, ସମ୍ପାଦକ ଝଷକେତନ ପ୍ରଧାନ, ନାରୀ ନେତ୍ରୀ ଯାଜ୍ଞସିନୀ ନାୟକ, ଯୁବ ମୋର୍ଚ୍ଚା ସଭାପତି ଯାମିନୀକାନ୍ତ ନାୟକ, ଈଶ୍ୱର ଖରସେଲ ପ୍ରମୁଖଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ।